গুরুতরদর্শিণী ধর্মকমর্ষণী হর্ষরতে ত্রিভুবনশোষিণী শঙ্করতোষিণী কলমশোষিণী ঘোষরতে দনুজনিরোধিনী ধর্মদশোষিণী সিন্ধুসুতে জয় জয় হে মহিষাসুরমর্দিনী কাম্যকপর্দিনী হাস্যরতে জয় মা দুর্গা দেবীভ্যো নমঃ। ये तु सर्वाणि कर्माणि मयि सन्न्यस्य मत्परा अनन्यनैव योगेन मां ध्यायन्ते उपासते। ଯେଉଁମାନେ ସମସ୍ତେ କର୍ମ ସହ ନିଜକୁ ମୋ ପାଖରେ ସମର୍ପଣ କରନ୍ତି ସେମାନେ ମୋର, ମୁଁ ତାଙ୍କୁ ଯୁଗ ଯୁଗକୁ ସେବା ପ୍ରେମରେ ବାନ୍ଧି ରଖିଥାଏ। ରେ ଅର୍ଜୁନ, ଆସନ୍ତୁ ବିଷୟବସ୍ତୁକୁ ଯିବା ପୂର୍ବରୁ ଭକ୍ତ କବି ଦୀନକୃଷ୍ଣଙ୍କ ମୁଖରୁ ପଦିଏ ଶୁଣିବା। ତାଙ୍କ ଭାଷାରେ ଡାହାଣୀ ଆଖରା ପଡ଼ିଛି, ବେଳ ଯାଉଛି ଗଡ଼ି, କି ଶୈଳୀ ପରାଜଡ଼ିକ ଯାଉଅଛନ୍ତି ଉଡ଼ି। ଆସ ଆସ ପରାଜଡ଼ିକ ମୋର ପିଣ୍ଡରେ ବସ, ଖାଇବାକୁ ଦେବି ତୁମ୍ଭକୁ ମୁହିଁ ନଡ଼ିଆ ରସ, ପିଇବାକୁ ଦେବି ଆଣି ମହାନଦୀର ପାଣି, ଶୋଇବାକୁ ଦେବି ମିଛାଇ ରତ୍ନ ଖଟଣି। ବିଷୟବସ୍ତୁକୁ ଯିବା। ତୋଳିଥିଲା କୋଠା ଘରଟି, ନ ଦୁଆର ଖୋଲି, ଦଶମ ଦୁଆରେ ତାଲା ଯେ ଧନ ରତ୍ନକୁ ଠେଲି, ପଡ଼ିଗଲା ଶନି ଯଶାଗ ଜମା କରିଲା ଈଶା, ରାହୁ ଗ୍ରାସ କଲା ତାହାକୁ, କୂପ କଲା ବରଷା, ନେଲା ଉଠାଇ ମରିଗଲେ ସବୁ କାନ୍ଦନ୍ତି କାହିଁ। ଗୁରୁକୁଳ ଆଶ୍ରମରେ ଶିଷ୍ୟ ଜଣେ ପଚାରିଲା, ଗୁରୁଦେବ, ମଣିଷ ମରିଗଲା ପରେ କାନ୍ଦନ୍ତି କାହିଁକି? ଗୁରୁଦେବ କହିଲେ, ପ୍ରଶ୍ନଟି ମୋ ପାଖରେ ଥାଉ, ଠିକ୍ ସମୟରେ ମୁଁ ନିଶ୍ଚିନ୍ତ ଉତ୍ତର ଦେବି। ପରଦିନ ଗୁରୁଦେବ ଶିକ୍ଷା ଦେଉଥିବା ସମୟରେ ସେହି ପିଲାକୁ ଗୋଟିଏ ପ୍ରଶ୍ନ ପଚାରିଲେ। ଉତ୍ତର ନ ଦେଇ ପାରିବାରୁ ବେତରେ ପାହାରେ ଦେଲେ। ପିଲାଟି କାନ୍ଦିଲା। ଗୁରୁଦେବ କହିଲେ, କାନ୍ଦିଲୁ କାହିଁକି ରେ?
ପିଲାଟି କହିଲା, ଗୁରୁଦେବ ମୋତେ ବହୁତ କଷ୍ଟ ହେଉଛି, ବହୁତ କାଟିଲା। ଗୁରୁଦେବ କହିଲେ, ତୁ ପଚାରିଥିବାର ପ୍ରଶ୍ନର ଉତ୍ତର ପାଇଲୁ ତ? ଆରେ ମୁଁ ଗୁରୁ ପାହାର ଦେଲି, ତୁ କାନ୍ଦିଲୁ। ସେଠି ଯମ ପାହାର ପଡୁଛି ରେ, ସେମାନେ କାନ୍ଦିବେଣି, ଆଉ କଣ ତୁ କାନ୍ଦିବୁ? ଶୁଣ, କେ କାନ୍ଦି ପଦିନ ଦଶରେ କୁମର, କେ କାନ୍ଦି ମଦିନ ବାର, ମୁହିଁ ମାତ ତୋର ନିରତେ କାନ୍ଦିବି, ମରିବାର ଜଗା ତରରେ କୁମର, ମରିବାର ଯୋଗାନ୍ତର। ପିଲାଟିକୁ ବାଡ଼େଇଲେ, ତାକୁ ଯେତିକି କାଟେ ତାର 2 ଗୁଣ ତାର ବାପାକୁ କାଟେ, ତାର ବାପାକୁ ଯେତିକି କାଟେ ତାର 2 ଗୁଣ ତାର ମାକୁ କାଟେ। ମରି ଯାଇଥିବା ଲୋକଟି ଜୀବନ ସାରା ଯେତେକ ଧନ ସଞ୍ଚୟ କରିଥିଲା ସବୁ ଜ୍ଞାତି କୁଟୁମ୍ବଙ୍କ ପାଇଁ ଛାଡ଼ି ଦେଇଗଲା। ସଞ୍ଚୟ କରିଥିବା ପାପକୁ ପ୍ରାରବ୍ଧ ମଧ୍ୟରେ ଭର୍ତ୍ତି କରି ଆର ପାରି ଚାଲିଗଲା। କିନ୍ତୁ ମାୟା ମଧ୍ୟରେ ଥିବା ଜ୍ଞାତି କୁଟୁମ୍ବଙ୍କର ମାୟା କଟିଲା ନାହିଁ। ତେଣୁ ସେମାନେ ମାୟା ରୂପକ ମମତା ଧରି କାନ୍ଦୁଛନ୍ତି। ଛୋଟ ମୁଣ୍ଡରୁ ଉତ୍ତର ଦେଲି। ଏବେ ଜାଣିବା, ମୃତ୍ୟୁ ପୂର୍ବରୁ ସମସ୍ତଙ୍କର ଦିନେ ନା ଦିନେ ବାର୍ଦ୍ଧକ୍ୟ ଅବସ୍ଥା କଟିଥାଏ। ସମସ୍ତଙ୍କର କଟି ନଥାଏ, ଯାହାର ଅପମୃତ୍ୟୁ ମୃତ୍ୟୁ ବାର୍ଦ୍ଧକ୍ୟ ଅବସ୍ଥା ପୂର୍ବରୁ ଯାହାର ମୃତ୍ୟୁ ହୋଇଯିବ ତାର କେମିତି ଆସିବ। କିନ୍ତୁ ସେଇ ମୃତ୍ୟୁ ପୂର୍ବରୁ ଯେଉଁ ସମୟ ଥାଏ ସେଇ ବିଷୟରେ ଜାଣିବା। ବାର୍ଦ୍ଧକ୍ୟର କରୁଣ କାହାଣୀ, ରଚନା ରବୀନ୍ଦ୍ର କୁଲ୍ହାରୀ। ପୂରଣ ହୋଇଲା କୁମ୍ଭରେ ପାଣି ଦେଲେ କି ନେବ, ସେରକ ପୂରିଲା ଚାଉଳ ଦେଲେ ଗଡ଼ିଣା ଯିବ। ବୁଡ଼ି ଯାଉଅଛି ସୂରୁଜ, ସେ କି ଆଉ ରହିବ। ଉଡ଼ିଗଲା ପରେ ପକ୍ଷୀଟି ଧରା ସେ କି ଦେବ। ଦୀପେ ସରିଲାଣି ସଳିତା, ତେଲ କାହିଁ ଢାଳିବ। ଦେଖା ଦେଲେଣି ଯେ ଯମଜ, ସେ କି ଆଉ ଛାଡ଼ିବ। ଡାକିଲାଣି ମାଟି ମାରେ, ଏବେ କୋଳେଇ ନେବ। ଛିଣ୍ଡିବ ମମତା ଡରିଲ, ଏବେ ଶେଷ ସମୟ।
ଛିଣ୍ଡିବ ମମତା ଡରିଲ ଏବେ ଶେଷ ସମୟ ଫୁଲିଲାଣି ପରା ବାଉଁଶ ସେ କି ଆଉ ବଞ୍ଚିବ ଫଳିଲା କଦଳୀ ଗଛଲ ଧୀରେ ଧୀରେ ମରିବ ଭଣ୍ଡା ହେଲା ପରେ ଧାନଟି ଶୁଖି ଶୁଖିଣା ଯିବ ମଥାରେ ଖେଳିଲା ଘାତକ ପକ୍ଷୀ ଭାରି ଅଶୁଭ ପାଚିଲାଣି ପରା ଦେହଟା ଦାନ୍ତ କାହୁଁ ଆସିବ ଉଡ଼ିଲେଣି କାକ ଶାଗୁଣା ଶୁଭେ ଶ୍ୱାନ ଶୃଗାଳ ଆସିଗଲା ଶେଷ ସମୟ ଏବେ ବିଦାୟ ବେଳ ଆସିଗଲା ଶେଷ ସମୟ ଏବେ ବିଦାୟ ବେଳ ସେବା କଲା ଲୋକ କେତେ ଯେ ହାତ ଗୋଡ଼ ଧୋଇବ ଗନ୍ଧ କରୁଅଛି ଶରୀର କିଏ ଭଲ ପାଇବ ପାକୁଆ ପାଟିର କଥା ଯେ କାହାକୁ ଶୋଭିବ ପୁରୁଣା କଥାକୁ କହିଣ କିଏ କେତେ ଠେଲିବ ବଡ଼ରା ଖସୁଛି ଗଛରୁ ଉପର ହସିବ ଖସିଗଲେ ନେଇ ତାହାକୁ ପୋଡ଼ି ପାଉଁଶ ହେବ ମାକୁଳ ମନେ ପଡ଼ୁଛି ପଡ଼େ ବାପାର ସ୍ନେହ ଆସିଗଲା ଶେଷ ସମୟ ମତେ ବିଦାୟ ଦିଅ ଆହାର ଗଣ୍ଡିଏ ମାଗିଲେ କେହି ଶୁଣୁନଥିବ ମଲା ପରେ ଶବ ପାଖରେ ହରିପୁରୀକୁ ଦେବ ଜିଅନ୍ତାରେ ଦେଲେ ସିନାଲ ତାହା ପେଟକୁ ଯିବ ମଲା ପରେ ଦେଲେ କି ହେବ ପଶୁ ପକ୍ଷୀ ଖାଇବ ମରିଲା ପୂର୍ବରୁ ବୁଲିବେ ଏତ ମରୁତ ନାହିଁ ମରିଗଲା ପରେ କାନ୍ଦିବେ ସାରା ଗାଁ କମ୍ପିବ
ପାଇ ମା ଡାକୁଅଛି ଆରେ ଧନ ଆରେ ବାପା ଡାକଇ ପୁଅ ସମୟ ସରିଲା ମୋହର ମତେ କୋଳେଇ ନିଅ ଟିକେ କୋଳେଇ ନିଅ। ଜୟ ଜଗନ୍ନାଥ।